ପ୍ରକୃତ ଧନୀ କିଏ? ଗୋଟିଏ ଜଙ୍ଗଲର ପାଦଦେଶରେ ଜଣେ ସାଧୁ ବାବା ରହୁଥିଲେ। ତାଙ୍କ ପାଖରେ ଧନ ସମ୍ପତ୍ତି ବୋଲି କିଛି ନଥିଲା। ଗେରୁଆ ପିନ୍ଧା ବସ୍ତ୍ର ବି ଖଣ୍ଡିକରୁ 2 ଖଣ୍ଡ ନଥିଲା। ଅନ୍ୟ ବସ୍ତୁ କଥା ପଚାରେ କିଏ? ଦିନକର କଥା। ରାତି ଅଧରେ ଚୋରଟିଏ ଆଶ୍ରମରେ ପହଞ୍ଚିଲା। ସେ ଆଶ୍ରମ ସାରା ଯେତେ ଖୋଜାଲୋଡ଼ା କଲେ ବି କିଛି ପାଇଲା ନାହିଁ। ସେ ଫେରିଯିବାକୁ ବିଚାର କରୁଥିଲା ବେଳେ ସାଧୁ ବାବା ନିଦରୁ ଉଠି ପଡ଼ିଲେ। ଚୋରର ମନୋଭାବ ଜାଣିପାରି ତାକୁ ନିଜର ପିନ୍ଧା ଲୁଗା ଖଣ୍ଡକ ଦେଲେ। କେବଳ କୌପିନି ଖଣ୍ଡିକ ପିନ୍ଧିଥାନ୍ତି। ଚୋରକୁ କହିଲେ, ମୋ ପାଖରେ ତ ଆଉ କିଛି ନାହିଁ, ଏଇ ଖଣ୍ଡିକ ନେଇ ଖୁସିରେ ଚାଲିଯାଅ। ତୁ ଯେତେବେଳେ ଏତେ କଷ୍ଟ କରି ରାତି ଅଧଟାରେ ଆସିଛୁ, ଖାଲି ହାତରେ ଫେରିଗଲି ମୋର ମନ ଦୁଃଖ ହେବନି? ସାଧୁ ବାବାଙ୍କ କଥା ଶୁଣିଲା ପରେ ଚୋର ମନରେ ଭୟ ଆସିଲା। ମନେ ମନେ ଭାବିଲା, ଏ ସାଧୁ ନିଶ୍ଚୟ ଯାଇ ରାଜାଙ୍କ ପାଖରେ ଅଭିଯୋଗ କରିପାରନ୍ତି। ସେଥିପାଇଁ ଚୋର ଲୁଗା ଖଣ୍ଡିକ ନ ନେଇ ଆଶ୍ରମ ବାହାରକୁ ବାହାରି ଆସିଲା। ଏକ ଗଛ ଉପରେ ବସି ସାଧୁଙ୍କର ଗତିବିଧି ଲକ୍ଷ୍ୟ କଲା। କିଛି ସମୟ ପରେ ଦେଖିଲା, ସନ୍ନ୍ୟାସୀ କୌପୁନୀ ଖଣ୍ଡିଏ ପିନ୍ଧି ଉଲଗ୍ନ ପ୍ରାୟ ଆଶ୍ରମ ବାରଣ୍ଡାରେ ବସି ପଡ଼ିଲେ। ସେତେବେଳକୁ ପୂର୍ଣ୍ଣିମାର ଚନ୍ଦ୍ରଲୋକରେ ସବୁ କିଛି ଦେଖାଯାଉଥିଲା। ଏଥର ସନ୍ନ୍ୟାସୀ ମେଘମୁକ୍ତ ଆକାଶରେ ଶୋଭା ପାଉଥିବା ଜହ୍ନକୁ ଏକ ଲୟରେ ଚାହିଁ ରହିଲେ। କିଛି ସମୟ ପରେ କହିଲେ, ଆଚ୍ଛା, ସତରେ ମୁଁ କେଡ଼େ ନିସ୍ୱ! ଚୋରଟିକୁ କିଛି ଭଲ ଜିନିଷ ଦେଇପାରିଲି ନାହିଁ। ବିଚରା ତାର ମନ କେତେ ଦୁଃଖ ହୋଇନଥିବ। ଯଦି ମୋର କ୍ଷମତା ଥାନ୍ତା, ତେବେ ମୁଁ ନିଶ୍ଚୟ ଆକାଶରୁ ଏଇ ଜହ୍ନଟିକୁ ଆଣି ଚୋର ହାତରେ ଦେଇଥାନ୍ତି। ଏଇ ପଦକ କଥା ଶୁଣିବା ପରେ ଚୋରଟି ମନରେ ବିରାଟ ପରିବର୍ତ୍ତନ ଘଟିଲା। ସେ ଦୌଡ଼ି ଆସି ସାଧୁ ବାବାଙ୍କ ଆଗରେ ପଡ଼ିଗଲା ଏବଂ କହିଲା, ଆପଣ ହେଉଛନ୍ତି ଏ ଦୁନିଆରେ ସବୁଠାରୁ ବଡ଼ ଧନୀ, ଆଉ ମୁଁ ହେଉଛି ନୀଚ। କାହାଣୀଟିକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।